ସମସ୍ତ ଚାଷୀ ଭାଇମାନଙ୍କୁ ପୁଣି ଥରେ ଆମ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ଆଉ ଆପଣ ତ ବହୁତ କିଛି ଧାନ ବିଷୟରେ ଶୁଣିଥିବେ, ମାଲ୍ ଧାନ ବିଷୟରେ ଶୁଣିଥିବେ, ଯେନ୍ଟାକି କମ୍ ପାଣିରେ ଅଳ୍ପ ଦିନରେ ହେଇପାରୁଛି। ଏନ୍ତା ଗୋଟେ ଧାନ କିସମ ବିଷୟରେ ଆଜି ଆପଣଙ୍କୁ ଜଣାମୁ, ଯେନ୍ଟାକି ଆପଣ ଯଦି ଲଗାବେ ଆପଣଙ୍କ ଜମିରେ ତ ନିହାତି ଭାବେ ଲାଭବାନ ହେଇପାରିବେ। ତ ଇଟା ଆପଣ ଏକର ପ୍ରତି କେତେ ଲଗାବେ ଆଉ କେତେ ଅମଲ କରିପାରିବେ, ଏଇଟା ରୋଗ ସାଙ୍ଗେ ଲଢ଼ବାର କ୍ଷମତା କେନ୍ତା ଅଛି, ଆଉ ଏଇଟା ଧୋକା ବର୍ଷା ହେବା ଯଦି ପଡ଼ିଯିବା କାଣା ଆସୁନ ଆଜି ଇ ବିଷୟରେ ସବୁ ଆମେ ଜାନ୍ମା। ନିହାତି ଭାବେ ଆପଣ ଇ ଧାନଟା ଯଦି କରିବେ ବୋଲେ ଲାଭବାନ ହେଇପାରିବେ। କାଁ କରି ଇ ଧାନଟା ଏତେ ବିଶେଷ ରହିଛି ଯେ ଆସୁନ ଆଜି ଇ ଧାନ ବିଷୟରେ ଆମେ ଟିକେ ନେଇକରି ଜାନ୍ମା। ସବୁ ଚାଷୀ ଭାଇମାନଙ୍କୁ ମୋର୍ ତରଫରୁ ପୁଣି ଥରେ ସ୍ୱାଗତ। ଆସୁନ୍ ଯେନ୍ ବିଷୟ ଅଛେ କି ଆମର ପାଖେ ଗୋଟେ 20 ରୁ 25 ଦିନିଆ ମାଲୁଆ ଜମିଟେ ଅଳ୍ପ ପାଣି ଯେନ୍ ଜାଗାରେ ରହୁଛେ ସେ ଭଳିଆ ଜମିରେ ଇ ଧାନଟା ବହୁତ ମାତ୍ରାରେ ହେଇପାରଥିସି। ଯେନ୍ଟାକି ତାର୍ ନାଁଟା ରହୁଛେ ଭୂଲକ୍ଷ୍ମୀ ସିଡ୍ସର ସ୍ମୃତି, ଯେନ୍ଟାକି 20 ରୁ 25 ଦିନ ଭିତରେ ଗୋଟେ ଅଧିକ ଅମଲ ଦେଇ ପାରୁଥିବା ଧାନଟେ, ଅଧିକ ରୋଗ ପୋକ ସହେବାର ଶକ୍ତି ରହୁଥିବା ଧାନଟେ। ପହିଲା ଆମେ ଇ କମ୍ପାନୀ ବିଷୟରେ ଜାନ୍ମା, ତାପରେ ଆମେ ଧାନକେ ଯିମା। ଭୂଲକ୍ଷ୍ମୀ ସିଡ୍ସ ଗୋଟେ ଆମର ଇଣ୍ଡିଆର ନମ୍ବର 1 କମ୍ପାନୀଟେ। ସବୁବେଲେ ନୂଆ ନୂଆ ଧାନ, ନୂଆ ନୂଆ ରିସର୍ଚ୍ଚ ଭେରାଇଟି, ଇମ୍ପ୍ରୁଭ୍ ଭେରାଇଟି, ସବୁ ପ୍ରକାର ଭେରାଇଟି ନେଇକିରି ଆସିଥିସି ଏବଂ ସବୁବେଲେ ସକ୍ସେସ୍ ହେଇପାରିଥିସନ୍ ଚାଷୀ ଭାଇମାନେ। ବର୍ତ୍ତମାନ ଇ ସ୍ମୃତି ଧାନକେ ନେଇକରି ବହୁତ ସାରା ଚାଷୀ ଭାଇମାନେ କରିସାରିଲେନ, ସବୁବେଲେ ଲାଭବାନ ହେଇସାରିଲେନ। ତାଙ୍କର ଫିଡ଼ବ୍ୟାକ୍ ବି ବହୁତ ବଢ଼ିଆ ଦେଇଛନ୍, ଯେନ୍ଟାକି ଏକର ପ୍ରତି 25 ରୁ 30 କୁଇଣ୍ଟାଲ ତକ ଅମଲ ପାଇକରି ଖୁସି ଅଛନ୍। ଯେତେବେଲେ ବି ଆମେ ଧାନଟା କରିଥାଉଁ ସବୁବେଲେ ରୋଗ ପୋକ ସହେବାର କ୍ଷମତା ନେଇଥିଲେ ସେ ଧାନଟା କରିକି ଆମକୁ ଲାଭ କିଛି ନି ଥାଏ। କାଁଥିର୍ଲାଗି ବେଲେ ଯେନ୍ ଗଛର ରୋଗ ପୋକ ସହେବାର କ୍ଷମତା ନି ଥାଏ, ବହୁତ ଗୁଡ଼େ ପଇସା ଖର୍ଚ୍ଚା ହେଇଯାଇଥିସି। କାଁଥିର୍ଲାଗି ସେନେ ରୋଗ ପୋକ ଲାଗିଗଲେ ଆମକୁ ନିହାତି ଭାବରେ କୀଟନାଶକ ଇତ୍ୟାଦି ବହୁତ ପ୍ରକାର ମରା ପଡ଼୍ସି, ଯାର ଫଳରେ କି ଆମକୁ ଖର୍ଚ୍ଚାଟା ବଢ଼ି ଯାଇଥିସି। ଆର୍ ଇ ସ୍ମୃତି ଧାନରେ ଏତେ ତାର ରୋଗ ପୋକ ସହେବାର କ୍ଷମତା ଯେନ୍ଟା ରହୁଛେ, ନର୍ମାଲି ଯେନ୍ଟା ଅଳ୍ପେ ଲାଗି ଯାଇଥିସନ୍ ସଢ଼ା, ମଇସା, ପତ୍ରପୋଡ଼ା, ଇ ରୋଗମାନେ ବା ଗଣ୍ଠି ପୋକ ହଉ, ଇ ରୋଗମାନେ ଅନ୍ୟ ଧାନ ଅପେକ୍ଷା ଇ ସ୍ମୃତି ଧାନକେ ଆଟାକ୍ କରି ଏକା ନେଇ ପାରନ୍। କାଁଥିର୍ଲାଗି ତାର ଇ ଧାନରେ ରୋଗ ପୋକ ସହେବାର କ୍ଷମତା ବହୁତ ମାତ୍ରାରେ ରହିଅଛେ, ସେଥିର୍ଲାଗି ଲାଗି ନେଇ ପାରନ୍। ଆଉ ଗୋଟେ ଦେଖ ତାର ନଡ଼େଇକେ ଦେଖ୍ମା ବେଲେ ବହୁତ ମାତ୍ରାରେ ଷ୍ଟ୍ରଙ୍ଗ ରହୁଛେ। ଅଧିକା ପବନ ହେଲେ ବି ଗଛଟା ପଡ଼ି ନି ଯାଏ, ତାର ନଡ଼େଇ ଠିଆ ଏକା ରହିଥିବା। ଆଉ ତାର ଖେଣ୍ଡକେ ଦେଖ୍ମା ଲମ୍ବା ଲମ୍ବା ଖେଣ୍ଡ ହେବା, ମୋଟା ମୋଟା ଧାନ ହେବା, ଓଜନଦାର ଧାନ ହେବା। ଏବଂ ଆଉ ଗୋଟେ ତାର ବିଶେଷ କ୍ୱାଲିଟି ଯେନ୍ଟାକି ଧାନଟା ଟିପିରୁ ବୁନ୍ଦ୍ ତକ୍ ସବୁ ଧାନ ପାଚି ପାର୍ବା। କେତେ ଗୁଡ଼େ ଧାନ ଅଛେ ବଡ଼ ବଡ଼ ଖେଣ୍ଡ ଦେଇଥିସି କିନ୍ତୁ ପାଚି ପାରିନିଥାଏ। ଅଧା ଧାନ ପାଚିଥିବା, ଅଧା ଧାନ କଞ୍ଚା ଥିବା, ଯାର ଫଳରେ କି ଆମର ଚାଷୀ ଭାଇମାନଙ୍କୁ କିଛି କ୍ଷତି ସହେବାକେ ପଡ଼୍ସି। କିନ୍ତୁ ଇ ସ୍ମୃତି ଧାନରେ ସେ ଭଳିଆ କିଛି ଆପଣଙ୍କୁ ଦେଖ୍ବାକେ ନି ମିଲେ, ଟୋଟାଲ ଧାନ ପାଚି ପାର୍ବା। ଯଦି ଦେଖ୍ମା ବେଲେ ଆମକୁ ଏକର ପ୍ରତି ଯଦି ଜଗାବାକେ ହେଲେ ଆମକୁ 30 କେଜି ମଞ୍ଜିର ଆବଶ୍ୟକ ପଡ଼୍ବା ଏବଂ ଯଦି ବୁନବାକେ ହେଲେ ଆମକୁ 40 କେଜି ମଞ୍ଜିର ଆବଶ୍ୟକ ପଡ଼୍ବା। ଯଦି ଆପଣମାନେ ଯଦି ଲଗାବେ ତ ଆପଣଙ୍କର ଗୋଟେ ଏକର ଜମିର ଲାଗି ପରଫେକ୍ଟ ବିହନ ବା ମଞ୍ଜି ବା ଗଛ ହେଇପାରବା। ଆସୁନ୍ ଆଜି ଆପଣଙ୍କୁ ସେ ଧାନ ବିହନଟା ଦେખાମୁ, ତାର ମଞ୍ଜିର ସିମ୍ପଲ୍ ଦେખાମୁ। ବର୍ତ୍ତମାନ ଆମେ ଦେଖ୍ମା କି ଇ ସ୍ମୃତି ଧାନଟା କେନ୍ତା ରହୁଛେ, କେଡ଼େ କେଡ଼େ ଦାନା ରହୁଛେ ଏବଂ ତାର ଦାନାର କ୍ୱାଲିଟି କେନ୍ତା ରହୁଛେ। ବର୍ତ୍ତମାନ ଆମେ ଇ ପ୍ୟାକେଟ୍ ଭିତରୁ କିଛି କାଢ଼ିକିରି ଆପଣମାନଙ୍କର ସାମ୍ନାରେ ଆମେ ଆଣିକି ରଖ୍ମୁ। ଚାଷୀ ଭାଇମାନେ ଇଟା ହେଲା ସେ ମଞ୍ଜି ସ୍ମୃତି ଧାନଟା। ଆପଣମାନେ ତାର ଚାଉଳ ଦେଖୁନ୍ କେଡ଼େ ସାଇଜ୍ର ଚାଉଳ ରହୁଛେ। ଏଡ଼େ ସାଇଜ୍ର ଚାଉଳ ରହେସି ବୋଲିକି ଏକା ଇ ଧାନ ବହୁତ ମାତ୍ରାରେ ଓଜନ ହେଇପାରସି। ଆର୍ କେତେ ତାର ମଞ୍ଜିଟା କେତେ କ୍ୱାଲିଟି ଅଛେ, ସବୁ ଦାନା ପୁରୁଟ୍ ପୁରୁଟ୍ ହେଇକିରି ସବୁ ମୋଟା ମୋଟା ଦାନା ରହୁଛେ। ଆର୍ ନିହାତି ଭାବରେ ଇନୁ ଅନୁମାନ କରିପାରୁଥିବେ କି କେନ୍ତା ମାତ୍ରାରେ ଓଜନ ହେବା, ଆପଣମାନଙ୍କୁ କେତେ ମାତ୍ରାରେ ସକ୍ସେସ୍ କରବା। ଆମେ ନିହାତି କହେମୁ ଇ ସ୍ମୃତି ଧାନକେ ଯଦି ଆପଣଙ୍କର ମାଲ୍ ଜମି ଅଛେ, ଯେନ୍ ଅଳ୍ପ ପାଣି ରହୁଛେ, 20 ରୁ 25 ଦିନିଆ ଧାନ ହଉଛେ, ଆପଣମାନେ ଅଲଗାଟା ନେଇ କରିକି ଭୂଲକ୍ଷ୍ମୀ ସିଡ୍ସର ସ୍ମୃତି ଧାନକେ କରିକି ଦେଖୁନ୍, ଆପଣମାନେ 100% ରିଜଲ୍ଟ ପାଇବେ। ଏକର ପ୍ରତି 25 ରୁ 30 କୁଇଣ୍ଟାଲ ତକ୍ ଆଇମୁଜା ଆପଣମାନେ ରିଜଲ୍ଟ ପାଇପାରିବେ। ନିହାତି ଭାବେ ଆପଣ ଯଦି ଧାନଟାକୁ ଲଗାବେ ତ ନିହାତି ଲାଭବାନ ହେଇପାରିବେ। ଆଉ ଆପଣ ଗୋଟେ ଧାନ ଗୋଟେ ଜମିରେ ବାରମ୍ବାର ନେଇ କରୁନ୍, ନିହାତି ଭାବେ ନୂଆ ନୂଆ ଧାନ ଏନ୍ତା କରୁନ୍ ଆଉ ଲାଭ ଉଠଉନ୍। ସେ ଧାନ ଯଦି ଗୋଟେ ଜାଗାରେ ଯଦି କରୁଥିବେ ନା ସବୁବେଲେ ବେଲେ ଅମଲଟା ଧୀରେ ଧୀରେ କମି ଯାଏସି। ସବୁବେଲେ ଆପଣ ଏନ୍ତା ନୂଆ ନୂଆ ଭେରାଇଟି ଏକା ଗୋଟେ ଗୋଟେ ବାଛୁନ୍ ଆଉ କରୁନ୍। ଏନ୍ତା ଏକା ଚାଷ୍ ରିଲେଟେଡ୍ ଯାହା ବି ଭିଡ଼ିଓ ଦେଖ୍ବାର୍ ହେଲେ ଆପଣ ଆମର ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍ ଆଉ କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ନିହାତି ଜଣାବେ। ଧନ୍ୟବାଦ।